ନମସ୍କାର, ଜୟ ଜଗନ୍ନାଥ। ଆଜି ଗୁରୁବାର ମାଣବସା ବିଷୟରେ କେତେ ଗୁଡ଼ିଏ ଟିପ୍ସ। ଅଳ୍ପ ଅରୁଆ ଚାଉଳରେ ଝୋଟି ଦେଇ ସେଇଠି କ୍ଷୀର ଦୁବ ଅରୁଆ ଚାଉଳକୁ ଦେବେ। ସକାଳର ପୂଜା କରିବା ପରେ ଦ୍ୱିପହର ଶଙ୍ଖୁଡ଼ି ଭୋଗ ପ୍ରସ୍ତୁତ କରିବେ। ପ୍ରଥମେ ମୁଖ୍ୟ ଦ୍ୱାରରେ ଏକ ପୂର୍ଣ୍ଣ କଳସ ବସାଇବା ଉଚିତ। ତଳେ ଅଳ୍ପ ମାଟି ଏବଂ ନୂଆ ଅରୁଆ ଚାଉଳ ରଖି ତା ଉପରେ କଳସ ବସାଇବା ଉଚିତ। କଳସରେ ପ୍ରଥମେ ଅଳ୍ପ ଗଙ୍ଗା ଜଳ ଦେଇ ଜଳ ଢାଳି ପୂର୍ଣ୍ଣ କରିଦେବା ଉଚିତ। ଯେଉଁମାନେ ପୂର୍ବ ପାଳିରେ କଳସ ବସେଇଥିଲେ ସେମାନେ ସେହି କଳସର ପାଣି ଫୁଲକୁ ବଦଳାଇବେ, କିନ୍ତୁ ଆମ୍ବପତ୍ର, ବସ୍ତୁ, ପଇଡ଼, ଗୁଆ ସେମିତି ରହିଥିବ। ମାଣ ଉଯାପନା ଦିନ ଏସବୁ ଉଯାପନା କରିବେ। ବସ୍ତୁ ଯେକୌଣସି କି ସୁନା ରୂପା ଯେକୌଣସି ହେଉ ଗୋଟେ ଜିନିଷ କଳସ ଭିତରେ ପକାଇଥିବେ। ତୃତୀୟ ପାଳିରେ ଦହି ପଖାଳ ମାଙ୍କୁ ଅର୍ପଣ କରିବାର ନିୟମ ରହିଛି। ଦ୍ୱିପ୍ରହର ସମୟରେ ବୃହତ୍ ଲକ୍ଷ୍ମୀ ପୁରାଣ ବହି, ମାଣବସା ଲକ୍ଷ୍ମୀ ବହି ଏସବୁ ପଢ଼ିବେ। ବୁଧବାର ଦିନ ପ୍ରାୟ ସବୁ ସଫାସଫି କାମ ସରି ଯାଇଥିବା ଉଚିତ। ମାଙ୍କର ମାଣ ବସିବା ପାଇଁ ସବୁ ସାମଗ୍ରୀ ଘରକୁ ଆଣି ସାରିବା ପରେ ଗୁରୁବାର ଦିନ କେବଳ ମାଣ ହିଁ ବସାଇବେ। ମାଙ୍କର ପାଦ ଚିତା ଯେଉଁଠି ଯେଉଁଠି ପକାଇଛନ୍ତି ସେଇଠି କଦଳୀପତ୍ର ଉପରେ ଅଳ୍ପ ଗୋବର ରଖି ଫୁଲ, ଦୁବ, ଚନ୍ଦନ, ସିନ୍ଦୁର ଲଗାଇ ଦୀପ ଲଗାଇ ମାଙ୍କର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ଆବାହନ କରିବା ଉଚିତ। ମାଙ୍କୁ ଦେଇଥିବା ଆଳତି ନିଜେ 3 ଥର ପାଇବେ ଏବଂ ଶେଷରେ ଦୁବ ଅରୁଆ ଚାଉଳ ମାଙ୍କୁ ଅର୍ପଣ କରି ସାରିବା ପରେ ଘରର ଦ୍ୱାର ବନ୍ଧରେ ଏବଂ ଯେଉଁଠି ଯେଉଁଠି ମା ତାଙ୍କୁ ମାଙ୍କର ପାଦ ଚିହ୍ନ ଓ ସେ ସଂକଳ୍ପ ପତ୍ରରେ ସଂକଳ୍ପ ଦେବେ। ନମ୍ବର କଳସରେ 5ଟି କିମ୍ବା 7ଟି ପତ୍ର ଥିବା ଆମ୍ବ ପତ୍ର ରଖିବେ। ସେଥିରେ ଗୁଆ କିମ୍ବା ପଇଡ଼ ମଧ୍ୟ ରଖିବେ। ଆମ୍ବ ପତ୍ର ଏବଂ କଳସ, ଗୁଆ, ପଇଡ଼କୁ ସିନ୍ଦୁର, ଚନ୍ଦନ ଲଗାଇ ଫୁଲ, ଦୁବ, ବରକୋଳି ପତ୍ର ରଖି ଧୂପ ଦୀପ ଲଗାଇ ପଞ୍ଚାମୃତ ଛିଞ୍ଚି ଭୋଗ କରିବେ। ପରେ ମାଙ୍କ ପାଖରେ ଭୋଗ ଲଗାଇ ହୁଳହୁଳି ଦେଇ ଧୂପ ଦୀପ ଝୁଣା ଦେଇ ମାଙ୍କର ସ୍ମୃତି ଗାଇ ପୂଜା କରିବା ଉଚିତ। କଳସ ପାଖରେ ମଧ୍ୟ ଭୋଗ ଲଗାଇବେ ଓ ତାପରେ ମାଙ୍କୁ ପୁଷ୍ପାଞ୍ଜଳି ଦେବେ। ନମ୍ବର ମାଙ୍କ ପାଖରେ ମାଙ୍କର ଶୃଙ୍ଗାର ଜିନିଷ ଅଳତା, ଅଇନା, ପାନିଆ, କଜଳ, ସିନ୍ଦୁର, ଶଙ୍ଖା, ଚୁଡ଼ିକୁ ରଖିବା ଉଚିତ ଏବଂ ଆଖୁ, ଅଁଳା ଡାଳ, ସୋରିଷ, ସାଗର ଫୁଲ, ପଦ୍ମ ଫୁଲ ଏବଂ ପଦ୍ମ ଫୁଲକୁ ଏସବୁ ଲଗାଇବେ। ନମ୍ବର ପରେ ଚିତା ପକାଇଥିବା ଖଟୁଲି ରଖିବା, ତାପରେ ପିଢ଼ାକୁ ରଖିବା, ଖଟୁଲିରେ ଧାନ ରଖିବା, ପିଢ଼ା ଉପରେ ମାଣ ରଖିବା, ମାଣରେ ଧାନକୁ ପୂର୍ଣ୍ଣ କରିବା, ତାପରେ ମାଙ୍କର 3ଟି ଗୁଆକୁ ରଖିବା ଉଚିତ। ନମ୍ବର ମାଣ ବସାରେ ମାଙ୍କର ମାଣ ଧୋଇବା, ଚିତା ଝୋଟି ପକାଇବା, ଧାନ ମେଣ୍ଢା ପ୍ରସ୍ତୁତ କରିବା ସମୟରେ ଗାଧୋଇ
ଧୂଆ ଲୁଗା ପିନ୍ଧି ଏସବୁ କରିବା ଉଚିତ। ତ ପୂର୍ବ ଦିନ ସବୁ ସଫାସଫି କରିଦେବା ଉଚିତ। ପର ନମ୍ବର 3ଟି ଗୁଆକୁ ବାହାର କରି ମାଣହାଣ୍ଡିରେ ଗୋଟି ଗୋଟି କରି ସଜାଇ ରଖିବା ଉଚିତ। ମାଣହାଣ୍ଡି ପିତ୍ତଳର କିମ୍ବା ମାଟିର ହୋଇଥାଏ। ଆପଣଙ୍କ ଘରେ ଯେଉଁ ମାଣହାଣ୍ଡି ଅଛି ଆପଣ ପ୍ରଥମେ ପର ନମ୍ବର ଯେଉଁମାନେ ମାସ ସାରା ମାଣ ବସେଇଥାନ୍ତି କିମ୍ବା ତୃତୀୟ ଚତୁର୍ଥ ଓ 2 ପାଳି ଯାକ ମାଣ ବସାଇ ରଖିଥାନ୍ତି, ଯଦି ଏହି ପାଳି ମଝିରେ ଚୁତୁକ କିମ୍ବା ମୃତକ ପଡ଼ିଯାଏ ମାଣ ଉଯାପନ କରିପାରିବେ। ପଛରେ ମାଣ ଉଯାପନ କରିବେ, ମାଘ ମାସରେ କରନ୍ତି। ମାଣରେ ବସିଥିବା ଆଖୁ ମୂଳାକୁ ଆପଣ ପ୍ରସାଦ ଭାବେ ସେବନ କରିପାରିବେ, କିନ୍ତୁ ଯେଉଁଦିନ ଖାଇବେ ସେଦିନ ପିଆଜ ରସୁଣ ଆମିଷ ଏସବୁ ଜିନିଷ ଖାଇବେନି। ଅଲଗା କୌଣସି ଲୋକଙ୍କୁ ବି ଦେବେନି, ଘର ଲୋକଙ୍କ ଛଡ଼ା ଓ ବାହାର ଲୋକଙ୍କୁ ଦେବେନି ଓ ବିବାହିତ ଝିଅକୁ ମଧ୍ୟ ଦେବେ ନାହିଁ। ମାଣ ଉଯାପନ ପରେ ମାଣହାଣ୍ଡିକୁ ତା ସ୍ଥାନରେ ସଜାଡ଼ି ରଖିବେ। ଯେଉଁଦିନ ମାଣ ଧାନ ସେବନ କରିବେ ସେଦିନ ମାଣହାଣ୍ଡିକୁ ବାହାରେ ରଖିବେ। ଭିଡ଼ିଓଟି ଆପଣଙ୍କୁ ଯଦି ଭଲ ଲାଗୁଥିବ ଦୟାକରି ସବସ୍କ୍ରାଇବ୍, ଲାଇକ୍, ସେୟାର କରିବେ। ପର ନମ୍ବର କଳସର ଗୁଆକୁ ଉଝେଇ ପାରିବେ, କିନ୍ତୁ ମାଣ ବସିଥିବା ଗୁଆ ମାଙ୍କର ଶୃଙ୍ଗାରକୁ ଉଝେଇବେ ନାହିଁ। ଏହାକୁ ମାଣହାଣ୍ଡିରେ ସାଇତି କରି ରଖିବେ। ପର ନମ୍ବର ବାସି ଫୁଲ ଦୁବ ରହିଲା ଦୁବ ଏସବୁ ତାକୁ ନଦୀ ଜଳ କିମ୍ବା ନିଜ ବଗିଚାରେ ପୋତି କିମ୍ବା ଗଛ ମୂଳରେ ଦେଇ ମାର୍ଗଶିର ମାସ ବ୍ରତକୁ ଉଯାପନ କରାଯାଇଥାଏ। ମାର୍ଗଶିର ମାସ ବ୍ରତକୁ ଉଯାପନ କରିବା ଉଚିତ। ପର ନମ୍ବର ଦକ୍ଷିଣବର୍ତ୍ତୀ ଶଙ୍ଖରେ ଥିବା ଜଳକୁ ଘରର ଚାରିଆଡ଼େ ଛିଞ୍ଚି ପାରିବେ କିମ୍ବା ସେବନ କରିପାରିବେ। କଳସରେ ଥିବା ଜଳକୁ ମଧ୍ୟ ଘରର ଚାରିଆଡ଼େ ଛିଞ୍ଚି ଦେବେ। ପର ନମ୍ବର ମାଙ୍କୁ ଦକ୍ଷିଣବର୍ତ୍ତୀ ଶଙ୍ଖ କଳସକୁ ମାଙ୍କର ବାହନକୁ ମଧ୍ୟ ସମସ୍ତଙ୍କୁ ଶୁକ୍ରବାର ଦିନ ଗଙ୍ଗା ଜଳ ଦ୍ୱାରା ସିଞ୍ଚନ କରି ପ୍ରଥମେ ପୂଜା କରିବେ। ପର ନମ୍ବର ଶୁକ୍ରବାର ଦିନ ଅର୍ଥାତ୍ ମାଣବସା ଗୁରୁବାରର ପରଦିନ ସକାଳୁ ସ୍ନାନ ସାରି ଭଲ ଶାଢ଼ୀ ପିନ୍ଧି ମାଣ ଉଝେଇବା କାମ ଆରମ୍ଭ ହୋଇଯାଇଥାଏ। ପର ନମ୍ବର ଗୁରୁବାରରେ ଯେହେତୁ ମାଣ ବସିଥାଏ ତ ସେଥିପାଇଁ ଏଇ ଦିନ ଆପଣ କେବେ ବି ଉଠାନ୍ତୁ ନାହିଁ, କିନ୍ତୁ ସେଇ ଦିନ ପାଇଁ ମା ଖଟୁଲିକୁ ଖାଲି ଟିକେ ଘୁଞ୍ଚେଇ ଦିଅନ୍ତୁ। ଗୁରୁବାର ଦିନ କେବେ ବି ଉଯାପନ କରନ୍ତୁନି, ମାଣ ଉଠାନ୍ତୁନି। ପର ନମ୍ବର କେହି ପୁଷ ମାସର ପ୍ରଥମ ପାଳି କିମ୍ବା ମାଘ ମାସର ପ୍ରଥମ ପାଳିରେ ମାଣକୁ ଉଝେଇଥାନ୍ତି। ଯଦି କିଛି ଅସୁବିଧା ପାଇଁ ମାର୍ଗଶିର ମାସରେ ମାଣ ଉଠେଇ ନଥିବେ କି ବସେଇ ନଥିବେ, ତାହେଲେ ଏଇ ମାସ ଦିନ କରିପାରିବେ ଆପଣ।